অভয়বাণী অভয়বাণী অভয়বাণী। ଜୟ ଗୁରୁ ଜୟ ଗୁରୁ ଜୟ ଗୁରୁ। ଶ୍ରୀ ଶ୍ରୀ ଠାକୁର ମହାରାଜଙ୍କର ପାଦପଦ୍ମରେ ଭକ୍ତିପୂତ ପ୍ରଣତି। ସମସ୍ତ ଭାଇ ଓ ମା'ମାନଙ୍କୁ ଜୟଗୁରୁ ପ୍ରଣାମ। ଆଜି ଅଭୟବାଣୀର ଅଭୟ ମୂର୍ଚ୍ଛନା କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଠାକୁରଙ୍କର ଶ୍ରୀହସ୍ତ ଲିଖିତ 13 ନମ୍ବର ବାଣୀ ପାଠ କରିବାକୁ ଯାଉଛି। ବତ୍ସ, ଥରେ ଶିଷ୍ୟ ବୋଲି ଗ୍ରହଣ କଲେ ଆଉ କ'ଣ ତାକୁ ତ୍ୟାଗ କରାଯାଏ? ତୁମେମାନେ ତ ମୋର କେବଳ ଏ ଜନ୍ମର ଶିଷ୍ୟ ନୁହେଁ, ଜନ୍ମ ଜନ୍ମାନ୍ତରୁ ଏ ସମ୍ବନ୍ଧ ସ୍ଥାପିତ ହୋଇ ଆସୁଅଛି। ତୁମେମାନେ ଯେ ମୁକ୍ତିକୁ ତୁଚ୍ଛ କରି କେବଳ ମୋ ସେବା ଓ ସହାୟତା କରିବା ପାଇଁ ମୋ ସଙ୍ଗରେ ଜନ୍ମ ଜନ୍ମ ଧରି ଘୁରି ବୁଲୁଛ, ସମୟରେ ସବୁ ଜାଣିପାରିବ। ଜୟଗୁରୁ। ଠାକୁର ଏହି ବାଣୀଟି ତାଙ୍କର ସ୍ୱହସ୍ତ ଲିଖିତ ଚିଠି ପ୍ରଥମ ଖଣ୍ଡର 19 ନମ୍ବର ଚିଠିରୁ ଭକ୍ତଙ୍କର ଚିଠିର ଉତ୍ତରରେ ଏହି ବାଣୀଟି ଠାକୁର ନିର୍ଭରତା ଦେଇଥିଲେ। ଏ ଚିଠି ଠାକୁର ସାରସ୍ୱତ ମଠରେ ଥିଲାବେଳେ 23/4/27 ଏ ଚିଠିଟି ପ୍ରେରଣ କରିଥିଲେ। এই ଚିଠି এই ଯେଉଁ ବାଣୀ ମାଧ୍ୟମରେ ଆମେ ସମସ୍ତେ ଏ ବାଣୀଟି ସହଜ ବାଣୀ ହେଲେ ବି ଆମେ ସମସ୍ତେ ଅନୁଭବ କରିପାରୁଥିବା ଯେ ଆମେ ଠାକୁରଙ୍କ ସହିତ ଜନ୍ମ ଜନ୍ମାନ୍ତର ସମ୍ପର୍କ ଆମର ଅଛି। ଏଇ ଅନୁଭବଟା ଟିକେ ଆମର ଦୁର୍ବଳତା ରହୁଛି ଯେ ଆମେ ଅନୁଭବ କରିପାରୁନେ। ୟାର ଏଇ ଯେଉଁ ଜନ୍ମ ଜନ୍ମାନ୍ତର ସମ୍ପର୍କ ବିଷୟରେ ସେଇ ଠାକୁରଙ୍କର ଅଲୌକିକ ଲୀଳା ବିଷୟରେ ଗୋଟିଏ କଥା କହୁଛି। ସେତେବେଳେ ବସ୍ତ୍ରର ରାଜା, ଆମେ ସମସ୍ତେ ଜାଣିଛେ ଠାକୁରଙ୍କର ପ୍ରିୟ ଶିଷ୍ୟ, ମନ୍ତ୍ର ଶିଷ୍ୟ ଯେ ବସ୍ତ୍ରର ରାଜା ପ୍ରଫୁଲ୍ଲଚନ୍ଦ୍ର ଭଞ୍ଜଦେବ। ପ୍ରଫୁଲ୍ଲଚନ୍ଦ୍ର ଭଞ୍ଜଦେବ ଜଣେ ରାଜକୁମାର। ତାଙ୍କ ବାପା ବହୁ ପୁସ୍ତକ ଘରେ ରଖିଥିଲେ, ଲାଇବ୍ରେରୀ ଭଳି ଗୋଟେ ତାଙ୍କର ଥିଲା। ସିଏ ସେଥିରୁ ଖଣ୍ଡେ ବହି ଆଣିକି ପାଠ କରୁ କରୁ ଦେଖିଲେ ଯେ ସେ ଠାକୁରଙ୍କର ତାନ୍ତ୍ରିକ ଗୁରୁ ପୁସ୍ତକ। ସେ ତାନ୍ତ୍ରିକ ଗୁରୁ ପୁସ୍ତକଟି ସେ ପାଠ କଲେ। ପାଠ କଲା ପରେ ତାଙ୍କ ଘରେ କୁଳଦେବୀ ଅଛନ୍ତି ତାଙ୍କର, ସେ ତେଣୁ ସେମାନେ ସବୁ ମାଆଙ୍କର ଆଶ୍ରିତ, ସେ ମାଆଙ୍କର ପୂଜା କରନ୍ତି ସମସ୍ତେ ରାଜ ପରିବାର। ତ ସିଏ ସେଇଥିରୁ ମାଆଙ୍କର ପ୍ରକୃତ ଯେଉଁ ମନ୍ତ୍ର, ଠାକୁର ଯେଉଁ ମନ୍ତ୍ର ଜପ କରିଥିଲେ ସେଇ ଜପ ମନ୍ତ୍ରଟିକୁ ସେ ଗ୍ରହଣ କରିକି ସେ ତାକୁ ଜପ କରୁଥିଲେ। କିନ୍ତୁ ରାଜା ହେଲେ ବି ତା ଭିତରେ ସେ ରାଜକୁମାରରୁ ଆସ୍ତେ ଆସ୍ତେ ସେ ରାଜା ହେଲେ, ତାଙ୍କର ବିବାହ ବି ହେଲା। କିନ୍ତୁ ତାଙ୍କର ଲକ୍ଷ୍ୟ ଥାଏ ଯେ ସେ ମାଆଙ୍କୁ କେମିତି ପ୍ରାପ୍ତି ହେବେ। ତେଣୁ ଏଇଟା ଲାଇବ୍ରେରୀ ପୁସ୍ତକ ହୋଇଥିବାରୁ ସେ ଗୋଟେ ସେଇ ଯେଉଁ ବହିରୁ ଠାକୁରଙ୍କର ଆଡ୍ରେସ୍ ଆମର ମଠକୁ ଗୋଟେ ଚିଠି ଲେଖିଲେ ଯେ ମୋତେ ଏଇ ବହିଟି ଦିଆଯାଉ, ଆଉ ମୁଁ ମଧ୍ୟ ଯେଉଁ ୟାର ଯେଉଁ ପ୍ରଣତା ବା ସେ ଠାକୁର ମହାରାଜଙ୍କୁ ଦର୍ଶନ କରିବା ପାଇଁ ମଧ୍ୟ ଚାହୁଁଛି। ଏଇ ଉଦ୍ଦେଶ୍ୟରେ ସେ ଗୋଟେ ଚିଠି ଲେଖି ପଠାଇଥିଲେ ମଠକୁ। ତାପରେ ଆଉ ସିଏ ତାର ବହି ଆସିବ କି ନ ଆସିବ କ'ଣ ହେବ ସେ ବିଷୟରେ ଆଉ ସେ ବିଶେଷ ଚିନ୍ତା କରିନାହାନ୍ତି। ତାଙ୍କ ଚିନ୍ତାଧାରାରେ ସେ ରହିଥିଲେ। କିଛି ଦିନ ପରେ, ଦୀର୍ଘ ବର୍ଷେ 1.5 ବର୍ଷ ପାଖାପାଖି ହେବ, ସେ ସବୁବେଳେ ସେଇ ଭାବନାରେ ଥାଆନ୍ତି କି ଏଇ ଯେଉଁ ମନ୍ତ୍ରଟା କେମିତି ସେ ଜପ କରିବେ, ତାର ପ୍ରକୃତ ଗୁରୁ କିଏ, ସେ ଗୁରୁ କିଏ, ମୋତେ କିଏ ଗୁରୁ ହିସାବରେ ମୋତେ ମନ୍ତ୍ରର ଜପ ଦେଲେ, ଜପ କୌଶଳ ଶିଖାଇ ଦେଲେ। କାରଣ ବିନା ଗୁରୁରେ ମନ୍ତ୍ର ଖାଲି ଜପ କଲେ ସେ ମନ୍ତ୍ର ସିଦ୍ଧ ହୁଏ ନା। ଗୁରୁଙ୍କର ଆବଶ୍ୟକତା ନିହାତି ଅଛି। ଏଇଠି ମଧ୍ୟ ଆପଣମାନେ ସ୍ମରଣ ରଖିଥିବେ ଭଗବାନ ଶ୍ରୀକୃଷ୍ଣ ହୋଇ ମଧ୍ୟ ନିଜେ ସ୍ୱୟଂ ପରବ୍ରହ୍ମ ହୋଇ ମଧ୍ୟ ସିଏ ମଧ୍ୟ ଗୁରୁ ଆଶ୍ରିତ ହୋଇଥିଲେ, ଗୁରୁକୁ ଯାଇକି ବିଦ୍ୟା ଗ୍ରହଣ କରିଥିଲେ। ସେମିତି ଇଏ ରାଜା ଖୋଜୁଛନ୍ତି। ତାପରେ ସେ କଲିକତା ଆସିଛନ୍ତି। କଲିକତା ଯାଇକି ବହୁତ ଲୋକଙ୍କୁ ପଚାରିଛନ୍ତି ଯେ ଏଇ ମନ୍ତ୍ରର କିଏ କରିପାରିବେ। ସମସ୍ତେ କହିଛନ୍ତି ନା ଏଇସବୁ ଜିନିଷ, ଏ ମନ୍ତ୍ର ବହୁତ ଆର କରିବା କଷ୍ଟକର। ତେଣୁ ସେ ଆସିକି ପୁଣି କୁଳଦେବୀଙ୍କ ପାଖରେ, ତାଙ୍କର ଯିଏ କୁଳଦେବୀ ତାଙ୍କୁ ପ୍ରାର୍ଥନା କରିଛନ୍ତି। ସେଇ କୁଳଦେବୀଙ୍କୁ ପ୍ରାର୍ଥନା କରିବା ଭିତରେ ସେ ତା ଭିତରେ ତାଙ୍କର ଗୋଟେ ଝିଅ ହେଇଛି, କନ୍ୟାଟିଏ ହେଇଛି। ଏ ଘଟଣା ହେଉଛି 1927 ଡିସେମ୍ବର 27 ତାରିଖ ଦିନ। ସେଇଦିନ ତାଙ୍କର କନ୍ୟା ଜନ୍ମ ହୋଇଛି। ସେଇଦିନ ସିଏ ପାଇଛନ୍ତି, କୁଳଗୁରୁ ସ୍ୱପ୍ନାଦେଶ ହେଇଛନ୍ତି ଯେ କାଲି ତମେ କେଉଁଠି ଯଦି ଖବର ପାଇବ ଯେ କଲିକତାକୁ ଜଣେ ସାଧୁ ଆସିଛନ୍ତି ଆଉ ବା ମହାପୁରୁଷ ଆସିଛନ୍ତି, ସେଇ ତୁମର ଗୁରୁ ହେବେ। ଦେଖନ୍ତୁ ଏ ଯେଉଁ ଚିଠି ସେ ଦେଇଥିଲେ ତା ପୂର୍ବରୁ ମଠକୁ, ଠିକ୍ ତା ପରଦିନ ତାଙ୍କ ପାଖରେ ସେ ଚିଠିଟା ଆସି ପହଞ୍ଚିଲା ଉତ୍ତର। ସେ ପ୍ରଜ୍ଞାନନ୍ଦ ମହାରାଜ ବୋଧ ହୁଏ ସେଇ ଚିଠିଟି ପଠାଇଛନ୍ତି।
ତେଣୁ ସେଥିରେ ସେ ଲେଖିଛନ୍ତି ଯେ ତୁମ ଯେଉଁ ତାନ୍ତ୍ରିକ ବହି ତାନ୍ତ୍ରିକ ଗୁରୁ ପୁସ୍ତକ ମଗାଇଥିଲ ତାକୁ ମୁଁ ପଠାଇ ଦେଇଛି ଡାକ ମାଧ୍ୟମରେ। ଆଉ ତୁମେ ଯଦି ସେଇ ତନ୍ତ୍ର ପ୍ରେରଣତା ବା ଆମର ପ୍ରାଣପ୍ରିୟ ଶ୍ରୀ ଠାକୁର ମହାରାଜଙ୍କୁ ଯଦି ତୁମେ ଭେଟ କରିବାକୁ ଚାହୁଁଛ, ସିଏ କଲିକତାର 55 ତାଲାରେ ଅଛନ୍ତି, ତୁମେ ଯାଇ ତାଙ୍କୁ ଦେଖା କରିପାରିବ। ଦେଖନ୍ତୁ କିଭଳି ଅପୂର୍ବ ସଂଯୋଗ, ଯେଉଁଟାକି ଜନ୍ମ ଜନ୍ମାନ୍ତର ସଂସ୍କାର ଯେଉଁ କଥା, ଏ କଥା କୁହାହେଇଛି, ଏଇଟା ହେଉଛି ସେଇ ଜିନିଷ ଯେ ଠାକୁର ତାଙ୍କର ଗୁରୁ ହେବେ, ଏଇଟା ବିଧି ନିର୍ଦ୍ଦିଷ୍ଟ। ତା ପୂର୍ବରୁ ସେ ସେଇଭଳି ମାନେ ସଂସ୍କାର ତାଙ୍କର ହେଇଛି ବା ସେ ସେଇଭଳି ସାଧନା କରି ଆସିଛନ୍ତି ଯେ ଏଇ ଜନ୍ମରେ ସେଇଟା ସିଦ୍ଧି ଲାଭ କରିବା ପାଇଁ। ତେଣୁ ସେଇଆ ହେଲା। ସେ ମଧ୍ୟ ଯେତେବେଳେ ଜାଣିଗଲେ ଯେ କୂଳଗୁରୁ ଏପଟେ ତ କହିଛନ୍ତି, ତାଙ୍କ କୂଳଦେବୀ କହିଛନ୍ତି ଯେ ତୁମେ ଏଇ ଯେଉଁ କଥା କହିଛନ୍ତି, ତୁମେ ଯାହା ଯେଉଁ ଚିଠି ଆସିଥିବ ବୋଲି କହିଥିଲେ। ତେଣୁ ସେ ଚିଠି ପାଇଲା ପରେ ତାଙ୍କ ଭିତରେ ଅଫୁରନ୍ତ ଆନନ୍ଦ ଆସିଲା। ସେ ମାନେ ଯେମିତି ଠାକୁର ଯେମିତି ତାଙ୍କ ଜୀବନରେ ଗୁରୁ ପାଇଲି ପାଇଲି ବୋଲି କହିଥିଲେ, ଜ୍ଞାନୀ ଗୁରୁ ସନ୍ଧାନ ଯେତେବେଳେ ଯାଇଥିଲେ, ସେଇ କଥା ଯେ ରାଜା ମଧ୍ୟ ବହୁତ ପ୍ରଫୁଲ୍ଲିତ ହୋଇଗଲେ। ଆଉ ମନ ଆଉ ତତ୍କ୍ଷଣାତ୍ ସାଙ୍ଗେ ସାଙ୍ଗେ ସେ କଲିକତା ବାହାରି ପଡ଼ିଲେ। କଲିକତାରେ ଯାଇକି ପହଞ୍ଚିଲେ। ସେଠି କଲିକତାରେ ଆମର ଭାଇ ଫଣି ଭାଇଙ୍କ ଘରେ ଠାକୁର ସେତେବେଳେ ରହୁଥିଲେ, 55 ତାଲା ତାଙ୍କ ସେଇ ଜାଗା। ଆଉ ଠାକୁର ଯାଇକିରି ସେଇଠି ପହଞ୍ଚିଲେ। ପହଞ୍ଚିଲା ପରେ ଦେଖିଲେ ଠାକୁର ନାହାନ୍ତି। ସେଠୁ ସମ୍ବାଦ ନେଲେ, ଭାଇ ତାଙ୍କୁ ବସେଇଲେ ଘରେ, କହିଲେ ଠାକୁର ଯାଇଛନ୍ତି, ଆସିବେ, ଟିକେ ବିଳମ୍ବ ହେବ। ତାପରେ ସେ ବୁଝିଲେ ଯେ ଠାକୁର, ଭାଇ ତାଙ୍କୁ କହିଲେ ଯେ ଠାକୁର ଆସିବେ ସନ୍ଧ୍ୟା ପର ହେଇଯିବ, ବହୁତ ରାତି ହେଇଯାଇପାରେ, ଆସିବେ ନିଶ୍ଚୟ। ଏଇ ଯେଉଁ ଠାକୁର ଆସିନଥିଲେ, ଏପରି ଯେଉଁ ଠାକୁର ବାହାରେ ଥିଲେ, ଆସିବା ଭିତରେ ଫଣି ଭାଇଙ୍କ ସହିତ ତାଙ୍କର ଆଲୋଚନା ଚର୍ଚ୍ଚା ହେଇଛି। ସେ ଠାକୁରଙ୍କ ବିଷୟରେ ବହୁତ କଥା ଫଣି ଭାଇ ତାଙ୍କୁ କହିଛନ୍ତି। ଫଣି ଭାଇ ବି ଠାକୁରଙ୍କ କନିଷ୍ଠ ସେବକ ସାଧକ, ସେ ମଧ୍ୟ ଠାକୁରଙ୍କ ସେବାରେ ବହୁତ ଅଗ୍ରଗଣ୍ୟ। ଯାହା ହଉ, ତେଣୁ ଠାକୁରଙ୍କ ବିଷୟରେ ସେ ଜାଣିଲା ପରେ ଦେଖନ୍ତୁ ଯେଉଁ କଥା କୁହାଯାଇଛି ଯେ ଗୁରୁ ଶକ୍ତି ଅଛି, ଆଉ ମହାମାୟା ଆମକୁ ସେଇ ଦିଗରେ ଯିବା ପାଇଁ ଟିକେ ପଥ ବିରୋଧ କରନ୍ତି, ଆମକୁ ପରୀକ୍ଷା କରିବାକୁ ଚାହାନ୍ତି। ଏଇଠି ମଧ୍ୟ ତାଙ୍କ ଜୀବନରେ ସେଇଟା ଘଟିଛି ଯେ ସେ ହଠାତ୍ ତାଙ୍କ ମନ ଭିତରେ ଭାବାନ୍ତର ଆସିଲା ଯେ ଠାକୁର ଜଣେ ବୈଷ୍ଣବ ସାଧକ, ତେଣୁ ମୁଁ ତ ମାତୃ ସାଧକ ନା, ତେଣୁ ଆଙ୍କ ଦ୍ୱାରା ମୋର କାର୍ଯ୍ୟ ସାଧିତ ହେବ ନାହିଁ। ତେଣୁ ସିଏ ଆଳ କରିକି ଭାଇଙ୍କ ଠାରୁ ପ୍ରସ୍ଥାନ ହେବାକୁ ମନେ ମନେ ସ୍ଥିର କରିକି ବାହାରକୁ ଆସିବା ବାହାରିଛନ୍ତି, ପଳେଇ ଯିବା ପାଇଁ ତାଙ୍କ ମନ ଭିତରେ ଆସିଛି। କିନ୍ତୁ ସେ ହଠାତ୍ ଭାଇଙ୍କ ଘରୁ ବାହାରୁ ଯେତେବେଳେ ମାନେ ବାହାରକୁ ଆସିଛନ୍ତି, ହଠାତ୍ ଆସି ଠାକୁରଙ୍କ ଗାଡ଼ି ପହଞ୍ଚିଗଲା। ଠାକୁର ସାଙ୍ଗେ ସାଙ୍ଗେ ମଟର ଯାନରୁ ଓହ୍ଲାଉଛନ୍ତି। ସେତେବେଳେ ଯେତେବେଳେ ଠାକୁରଙ୍କୁ ଦର୍ଶନ କରିଛନ୍ତି, ସେତେବେଳେ ଆଉ ତାଙ୍କ ନିଷ୍ପ୍ରଭ ତାଙ୍କ ଶରୀର ହୋଇଯାଇଛି, ସେ ଆବାକ ହୋଇଯାଇଛନ୍ତି। ସେତେବେଳେ ସେ ମନେ ମନେ ଭାବିଛନ୍ତି, ଠାକୁର ଆପଣଙ୍କ ସହିତ ମୋର ଜନ୍ମ ଜନ୍ମାନ୍ତର ସମ୍ପର୍କ ଭଳି ମୋତେ ଲାଗୁଛି। ତେଣୁ ଏଇ କଥା ଭାବନା, ଏଇଟା ଭାବନାଟା ଭାବିବା ଭିତରେ ସେ ଠାକୁରଙ୍କ ପାଦ ତଳେ ପଡ଼ିଯାଇଛନ୍ତି, ଲୋଟି ପଡ଼ିଛନ୍ତି। ଠାକୁର ସେଠି କରିଛନ୍ତି, କିରେ ଏତେ ଦିନ ପରେ ତୁ ଆସିଲୁ, ମୁଁ ତ ଅପେକ୍ଷାରେ ପାଇଟି ଥିଲି। ତେଣୁ ଦେଖନ୍ତୁ ଠାକୁର ଯେଉଁ କଥା କହିଛନ୍ତି ଏ ବାଣୀ ମାଧ୍ୟମରେ ଯେ ଜନ୍ମ ଜନ୍ମର ଏ ସମ୍ବନ୍ଧ ସ୍ଥାପିତ ହୋଇ ଆସୁଛି। ତେଣୁ ସିଏ ଜାଣିଛନ୍ତି ଆମେ ପୂର୍ବଜନ୍ମରେ କ'ଣ ଥିଲେ, କେଉଁ ସେବା ତାଙ୍କର କରୁଥିଲେ, ତାଙ୍କର କେତେ ନିକଟରେ ଥିଲେ, ସେ କଥା ତାଙ୍କୁ ଜଣାଅଛି। ଆମକୁ ସିନା ଜଣା ନାହିଁ, ସେ ଜାଣିଛନ୍ତି। ଏଇଥିରୁ ସ୍ପଷ୍ଟ ଅନୁଭବ ହେଉଛି। ତେଣୁ ଯାହା ହେଉ, ଠାକୁର ସେଠୁ ତାଙ୍କୁ ଡାକିକି ନେଲେ। ସେ ତାପରେ ସେଇଟା ଆଉ ଗଲେନି, ଫେରିକି ଠାକୁରଙ୍କ ପାଖରେ ରହିଲେ। ଠାକୁର ତାଙ୍କୁ ସେଦିନ ରାତିରେ ସେ ରହିଛନ୍ତି, ଠାକୁରଙ୍କ ସହିତ ବହୁତ କଥା ହେଇଛନ୍ତି। ଆଉ ଠାକୁର ମଧ୍ୟ କହିଛନ୍ତି ଯେ ତୁମର କନ୍ୟା ଯେଉଁ ଜନ୍ମ ଯେଉଁଦିନ ହେଲା, ସେଇଦିନ ତୁମେ ଗୁରୁଙ୍କ ସନ୍ଧାନ ପାଇଛ। ତେଣୁ ଆଉ ଏଠି ଆଉ କେତେ ଗୁଡ଼ାକ ବହୁତ ଜିନିଷ ତୁମ ପାଖରେ ମୋର କହିବାର ଅଛି। ତୁମ ପାଖରେ ମୋର ବହୁତ କାର୍ଯ୍ୟ ଅଛି, ବହୁତ କଥା ତୁମକୁ କହିବାର ଅଛି। ଆଉ ମୁଁ ଅପେକ୍ଷା କରିଛି। ହଁ, ସେ ଯେତେବେଳେ ସେ ଠାକୁରଙ୍କ ପାଖରେ ଯାଇ ପହଞ୍ଚିଛନ୍ତି, ଠାକୁର କହିଛନ୍ତି ଯେ କ'ଣ ଚାହଁ ତୁମେ ମୋ ଠାରୁ। ତାପରେ ସେ ତାଙ୍କ ଭିତରେ କଥାବାର୍ତ୍ତା ହେଇଛି, ଠାକୁରଙ୍କୁ ସେ ପ୍ରଶ୍ନ ଉତ୍ତର ହେଇଛି। ଠାକୁର କହିଛନ୍ତି ଯେ ଏଇ ଯେଉଁ କଥା ଗୁଡ଼ାକ ତୁମେ ମୋତେ କହୁଛ, ତାଙ୍କର ସାଧନା ବିଷୟରେ ବୋଧ ହୁଏ ଭାବୁଛି। ତେଣୁ ଏଠି ସେଇଟା ସମ୍ଭବପର ନୁହେଁ। ତୁମେ ସୁବିଧା ଦେଖି ପୁରୀ ଆସ, ପୁରୀ ଆମର ନୀଳାଚଳ କୁଟୀରକୁ ଆସିଲେ ମୁଁ ସେଇଠି ସେସବୁ ବିଷୟରେ ତୁମର ସମାଧାନ କରିବି। ତାପରେ ବି ଆପଣମାନେ ସମସ୍ତେ ଜାଣିଛନ୍ତି, ଆମେ ସମସ୍ତେ ଜାଣିଛେ ଯେ ବସ୍ତ୍ର ରାଜା ଆଉ ତାଙ୍କ ମା ବା ରାଣୀ କିଭଳି ଭାବରେ ଠାକୁରଙ୍କୁ ଭଲ ପାଇଥିଲେ, ଆଉ ଠାକୁରଙ୍କର ଏକନିଷ୍ଠ ଶିଷ୍ୟ ହୋଇଥିଲେ, ସେସବୁ କଥା ଆମେ ସମସ୍ତେ ଜାଣିଛେ, ପଢ଼ିଛେ ମଧ୍ୟ। ତେଣୁ ଏଇ ଯେଉଁ କଥା ଠାକୁର କହିଲେ, ଏଇଟା ଯେ ଜନ୍ମ ଜନ୍ମାନ୍ତର ଏ ସମ୍ବନ୍ଧ ସ୍ଥାପିତ ହୋଇ ଆସୁଛି। ତୁମମାନେ ଯେ ମୁକ୍ତିକୁ ତୁଚ୍ଛ କରି କେବଳ ମୋ ସେବା ଓ ସହାୟତା କରିବା ପାଇଁ ମୋ ସାଙ୍ଗରେ ଜନ୍ମ ଜନ୍ମ, ଏଇ କଥାଟା ଆମେ ଭୁଲି ଯାଉଛେ। ଯେ ଆମେ ଆସିଛେ ଏଇ ଯେଉଁ ସଂସାରକୁ, ଯଦି ଆମେ ଠାକୁରଙ୍କ ଆଶ୍ରିତ ହେଇଛେ, ତାହେଲେ ଆମେ ଆସିଛେ ଏଇଥିପାଇଁ, କେବଳ ଗୁରୁଙ୍କ କର୍ମ କରିବା ପାଇଁ ଆମେ ଆସିଛେ। ଏଇ କଥାଟା ଏଇ ବାଣୀ ମାଧ୍ୟମରେ ଆମେ ଅନୁଭବ କରିବା ଦରକାର ଯେ ଠାକୁର କହୁଛନ୍ତି ତୁମମାନେ ମୋ କାର୍ଯ୍ୟ ପାଇଁ ଆସିଛ। ଆମେ ସଂସାର ଭିତରେ ଅଛେ, ସଂସାର କାର୍ଯ୍ୟ କରୁଛେ, ସଂସାରରେ ତେଲ ଲୁଣ ସଂସାର, ତା ଭିତରେ ପୁଅ ଝିଅ ସମସ୍ତଙ୍କର କର୍ତ୍ତବ୍ୟ ସମସ୍ତଙ୍କ ପ୍ରତି ଅଛି।
ତା ଭିତରେ ବି ଆମକୁ ସବୁବେଳେ ଚିନ୍ତା କରି ରଖିବାକୁ ପଡ଼ିବ, ମନ ଭିତରେ ରଖିବାକୁ ପଡ଼ିବ ମୁଁ ଠାକୁରଙ୍କ ପାଇଁ ଆସିଛି, ମୁଁ ଠାକୁରଙ୍କର କିଛି ନା କିଛି କର୍ମ କରିବି। ଏଇ ବାଣୀର ମହତ୍ଵ ଉଦ୍ଦେଶ୍ୟ ହେଉଛି ଏଇଟା। ଆଉ ଏଇଥିରୁ ଆମେ ଏଇ ଶିକ୍ଷା ପାଇଛେ ଯେ ଆମେ ସମସ୍ତେ ଆଗଭର ହେଇକିରି ଠାକୁରଙ୍କର କାର୍ଯ୍ୟ କେମିତି ଭଲ ଭାବରେ ହେଇପାରିବ, ଆମ ଭିତରେ ଯେଉଁ ମନମାଳିନ୍ୟ ଅଛି ସେସବୁକୁ ଦୂରେଇ ଦେଇ କେବଳ ଏକନିଷ୍ଠ ଭାବରେ ଆମେ ଠାକୁରଙ୍କର, ଠାକୁର ଆମର, ଠାକୁର ଏଇ କଥା ଆମେ ଅନୁଭବ କରିବା ଯେ ଠାକୁର ଆମକୁ ଏଇ କଥା କହିଛନ୍ତି, ଆମେ ଏଇ କାର୍ଯ୍ୟ କରିବୁ। ତେଣିକି ଆମ କଥାକୁ କିଏ ଗ୍ରହଣ କରିବ ନ କରିବ, କିଏ ଆମ କଥାକୁ ବିରୋଧ କରିବ କିମ୍ବା କିଏ ଗ୍ରହଣ ମାନେ ପସନ୍ଦ ନ କରିବ, ସେସବୁ ଜିନିଷକୁ ଆମେ ଚିନ୍ତା କରିବା ନାହିଁ। ଆମେ ଠାକୁରଙ୍କ କର୍ତ୍ତବ୍ୟ ଯେତିକିଟା ପାରିବା ନିଶ୍ଚିତ କରିବା। ଏଇ ଭାବରେ ଯଦି ଆମେ ସମସ୍ତେ ଅନୁଭବ କରି ଏଇ କାର୍ଯ୍ୟଟାକୁ ମନୋଭାବ କରିବା, ସମସ୍ତଙ୍କର ମନୋଭାବ ଯଦି ଏଇଭଳିଆ ହେବ, ତାହେଲେ ଆମ ଭିତରେ କାହିଁକି ଭେଦଭାବ ରହିବ? ଆମେ ଏକ ପିତାର ସନ୍ତାନ, ଏକ ନିଗମ ପିତାର ସନ୍ତାନ ବୋଲି ଆମ ଭିତରେ କାହିଁକି ଆସିବ ନାହିଁ? ତେଣୁ ଆସନ୍ତୁ ଭାଇ ଓ ମା' ମାନେ, ଆମେ ସମସ୍ତେ ଏକ ପିତାର ସନ୍ତାନ, ଏକ ନିଗମ ସନ୍ତାନ ଭାବରେ ଜଗତକୁ ଦେଖାଇଦେବା ଯେ ଆମେ ଏକ ପିତାର ସନ୍ତାନ, ଆମର ଭାବନା ଏକ, ଚିନ୍ତା ଏକ, ଆମେ ଏକ ପଥର ଯାତ୍ରୀ। এই ভাବରେ ଆମେ ଠାକୁର ଯେଉଁ କଥା କହିଛନ୍ତି ଯେ ଏଇ ଯେଉଁ ଜୟଗୁରୁ ନାମ ଦିଗଦିଗନ୍ତ ପ୍ରସାରିତ ହେଉ, ପ୍ରସାର କରି ଚାଲ, ଆମେ ନିଶ୍ଚୟ ସେଥିରେ ସଫଳ ହେବା ଆଉ ଠାକୁରଙ୍କ କାର୍ଯ୍ୟରେ ଆମେ ନିଜେ ମଧ୍ୟ ସହାୟକ ହୋଇପାରିବା। ଜୟ ଗୁରୁ, ଜୟ ଗୁରୁ, ଜୟ ଗୁରୁ।